ଏଇଠି ଶୁଣୁଛ ବୋଉ କହୁଥିଲା ତାର 10,000 ଟଙ୍କା ଦରକାର ଅଛି, ତମେ ଟିକେ ତାକୁ ପଠେଇ ଦିଅନ୍ତିନି? ବୋଉଙ୍କର 10,000 ଟଙ୍କା ଦରକାର? କଣ ଏମିତି ଏତେ ଅର୍ଜେଣ୍ଟ ଦରକାର ଅଛି ଯେ? ହଉ କାହିଁ କଣ ପାଇଁ ମାଗିଥିବେ, ହଉ ମୁଁ ପଠେଇ ଦଉଛି ଆଉ। ହଁ ମ ପୁଅକେ ଆଉ ଜ୍ୱାଇଁକେ ତାପରେ ପଠେଇ ଦିଅ। ହଁ ଠିକ କଥା କହିଲ, ପୁଅ କିଏ ଆଉ ଜ୍ୱାଇଁ କିଏ? ଠିକ ଅଛି, ମୁଁ ସାଙ୍ଗେ ସାଙ୍ଗେ ପଠେଇ ଦଉଛି ହେଲା। ବୋଉ ଫୋନ କରିଥିଲା, ଆଉ ଘରେ ଜମା ପରିବା ନାହିଁ, ସେ ଏକୁଟିଆ ଲୋକ, ତମେ ଟିକେ 500 ଟଙ୍କାର ପରିବା ନେଇକି ତାକୁ ଦିଅନ୍ତେ। ପୁଅ କିଏ ଆଉ ଜ୍ୱାଇଁ କିଏ? ହଁ ମ ଠିକ କଥା, ହଉ ମୁଁ ପରିବା 500 ଟଙ୍କା ନେଇଯାଉଛି ଆଉ। ପୁଅ କିଏ ଆଉ ଜ୍ୱାଇଁ କିଏ ଯେ? ବାପା ମମି ଚିହ୍ନି ନା, ଖାଲି କହୁଛି ପୁଅ କିଏ ଜ୍ୱାଇଁ କିଏ। ଆଚ୍ଛା ତାହେଲେ ଗୋଟେ କାମ କର, ତମ ଘରର ତ ସବୁ କାମ ମୁଁ କଲି, ତମେ ଯାହା କହିଲ ସେୟା କଲି, ପରିବା ଆଣିକି ଦେଲି, ସବୁ ଜିନିଷ ସବୁ କଲି, ତାହେଲେ ପୁଅ କିଏ ଆଉ ଜ୍ୱାଇଁ କିଏ? ହେଇ ଶୁଣିଲ, ତମ ବୋଉଙ୍କ ନାଁରେ ଯୋଉ ଜମିଟା ଅଛି, 5 ଏକର ଜାଗା ଅଛି ଯୋଉ ସୁନ୍ଦରପଦା ସାଇଡ ରେ, ସେଇଟା ଟିକେ ମୋ ନାଁରେ କରିଦିଅନ୍ତନି? ଆଉ ପୁଅ କିଏ ଆଉ ଜ୍ୱାଇଁ କିଏ ଯେ?